ବର୍ତ୍ତମାନ ଯାହା ସୂଚନା ମିଳୁଛି, କ୍ରିକେଟର ଭଗବାନ ସଚିନଙ୍କୁ ପଛରେ ପକାଇଦେଲେ ଏହି ଖେଳାଳି। ଖେଳ କ୍ୟାରିୟର ତେନ୍ଦୁଲକରଠୁ ଲମ୍ବା। ତେବେ ସୂଚନା ଅନୁସାରେ ଆର୍-ଅଶ୍ୱିନଙ୍କ ଅବସର ପରେ ଟିମ୍ ଇଣ୍ଡିଆର ଆଉ ଜଣେ ସ୍ପିନର କ୍ରିକେଟର 3ଟି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଟିମ୍ ଇଣ୍ଡିଆର ଲେଗ୍ ସ୍ପିନର ଅମିତ ମିଶ୍ରା, ଯିଏ ଲଗାତାର ଟିମ୍ ଇଣ୍ଡିଆରୁ ଦୂରରେ ଥିଲେ ଏବଂ ଏବେ ସେ ତାଙ୍କର 25 ବର୍ଷର ଲମ୍ବା କ୍ରିକେଟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଅମିତ ମିଶ୍ରା ଆଇପିଏଲରେ 3 ଥର ହ୍ୟାଟ୍ରିକ୍ ନେବାର ସୁଯୋଗ ପାଇଛନ୍ତି। ସେ ଏହି ଫର୍ମାଟରେ ଏପରି କରିଥିବା ଏକମାତ୍ର ବୋଲର ମଧ୍ୟ। ଏହା ବ୍ୟତୀତ ସେ ଭାରତ ପାଇଁ ଚମତ୍କାର ବୋଲିଂ ମଧ୍ୟ କରିଛନ୍ତି। ଅମିତ ମିଶ୍ରାଙ୍କ କ୍ରିକେଟ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ 22 ଟେଷ୍ଟ, 36 ଦିନିକିଆ ଏବଂ 10ଟି ଟି-20 ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ଯଥାକ୍ରମେ 76, 64 ଏବଂ 16 ୱିକେଟ୍ ନେଇଛନ୍ତି। ଅମିତ ଶେଷ ଥର ପାଇଁ 2016ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ପାଇଁ ଏକ ଦିନିକିଆ ମ୍ୟାଚ୍ ଖେଳିଥିଲେ। ସେ ସମୟରେ ସେ ଏହି ବର୍ଷ ହିଁ ତାଙ୍କର ଶେଷ ଟେଷ୍ଟ ଖେଳିଥିଲେ। ସେ ଶେଷ ଥର ପାଇଁ 2017ରେ ଇଂଲଣ୍ଡ ବିପକ୍ଷରେ ଟି-20 ମ୍ୟାଚ୍ ଖେଳିଥିଲେ। ଅମିତ ମିଶ୍ରଙ୍କ କ୍ରିକେଟ କ୍ୟାରିୟର ସଚିନ ତେନ୍ଦୁଲକରଙ୍କ ଅପେକ୍ଷା ଲମ୍ବା ଥିଲା, ଯାହାକୁ କ୍ରିକେଟର ଭଗବାନ କୁହାଯାଏ। ସଚିନ ତାଙ୍କର 24 ବର୍ଷର ଲମ୍ବା କ୍ରିକେଟ ଯାତ୍ରା 16 ନଭେମ୍ବର 2013ରେ ଶେଷ କରିଥିଲେ, ଯେତେବେଳେ ଅମିତଙ୍କ କ୍ୟାରିୟର 25 ବର୍ଷ ଲମ୍ବା ଥିଲା।